महाप्रभु श्री जगन्नाथଙ୍କର ଦିବ୍ୟ କଥାମୃତ ଦିବ୍ୟ ଲୀଳାକୁ ଅନୁଭବ ଓ ଆମେ ଶ୍ରବଣ କରିବାର ଏକମାତ୍ର ମାଧ୍ୟମ ନୀଳାଦ୍ରି ସିଂହ ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣମାନଙ୍କୁ ଆଜି ପୁଣି ଥରେ ସ୍ୱାଗତ କରୁଛି। ମହାପ୍ରଭୁଙ୍କର କୃପାକୁ ପାଥେୟ କରି ଆଜି ଆମେ ଏମିତି ଏକ ଦିବ୍ୟ ଅନୁଭୂତିକୁ ଶ୍ରବଣ କରିବା ଯାହାକି ଶୁଣିଲେ ଅସମ୍ଭବ ଲାଗିବ, କିନ୍ତୁ ଯାହା ଜଗନ୍ନାଥଙ୍କର ଯିଏ ଭକ୍ତ, ଜଗନ୍ନାଥଙ୍କୁ ଯିଏ ଆଶ୍ରା କରିଥାଏ ତା ପ୍ରତି ଯେ ଏହା ଚିରମାତ୍ରରେ ଅସମ୍ଭବ ନୁହଁ ତାହା ଆଜି ଆମେ ଅନୁଭବ କରିବା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଜଣେ ଅନନ୍ୟ ଭକ୍ତ ହେଉଛି ବିବେକ ମହାନ। ବିବେକ ମହାନ ହେଉଛି ଜଣେ ଆଦିବାସୀ ପିଲା ଯିଏକି କନ୍ଧମାଳରେ ବସବାସ କରେ। ବର୍ତ୍ତମାନ ସେ ଓକିଲାତି ପାଠ ପଢ଼ୁଛି ଭୁବନେଶ୍ୱରରେ। ଭୁବନେଶ୍ୱରରେ ପାଠ ପଢ଼ିବା ପୂର୍ବରୁ ଯେତେବେଳେ ସେ କନ୍ଧମାଳରେ ତା'ର ସ୍କୁଲରେ ପଢ଼ାପଢ଼ି କରୁଥିଲା, ସେ ସମୟର କଥା। ତା ବାପା ଜଣେ କାଠ ମିସ୍ତ୍ରୀ, କାଠ କାମ କରି ବିବେକକୁ ବହୁତ କଷ୍ଟରେ ମଣିଷ କରିଛନ୍ତି। କିନ୍ତୁ ବିବେକର ମନ ସଦାସର୍ବଦା ଆଦିବାସୀ ହୋଇଥିଲେ ମଧ୍ୟ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦେଖିବା, ତାଙ୍କ ଚିତ୍ର ଆଙ୍କିବା, ତାଙ୍କ ଆଖି ଦୁଇଟିକୁ ମନରେ ଚିନ୍ତା କରିବା ଏବଂ କିଏ ଯଦି ମହାପ୍ରଭୁଙ୍କ ପ୍ରସାଦ ଆଣିକି ଦିଏ ତାକୁ ଭକ୍ତିର ସହ ଗ୍ରହଣ କରିବା, ଏଥିପ୍ରତି ତା ମନ ସଦାସର୍ବଦା ରହିଥାଏ। କେହି ବି ଚିନ୍ତା କରିପାରିବେନି ବିବେକ ମହାନ ଯିଏକି ଆଦିବାସୀ ପିଲାଟିଏ, ସେ କେବେ ହେଲେ ମହାପ୍ରଭୁଙ୍କୁ ଏତେ ଭଲ ପାଇପାରିବ। ସେ ଯେତେବେଳେ ଅଷ୍ଟମ ଶ୍ରେଣୀ ପାଠ ପଢ଼ୁଥିଲା, ପାଠ ପଢ଼ିବା ସମୟରେ ତା'ର ଚିତ୍ରାଙ୍କନ ପ୍ରତି ଅତ୍ୟନ୍ତ ମନ ଥାଏ। ସେ ସବୁବେଳେ ଘରେ ବସି ମହାପ୍ରଭୁଙ୍କର ବିଭିନ୍ନ ଚିତ୍ର ଆଙ୍କିବା ସମୟରେ ହଠାତ୍ ସେ ଦିନେ ମହାପ୍ରଭୁଙ୍କର ଏକ ଚକାଚକା ଆଖି ଦୁଇଟି ଆଙ୍କିବା ସମୟରେ ତାକୁ ଲାଗିଲା ଯେମିତି ସେ ଆଖି ଦୁଇଟି ତା ସାଙ୍ଗରେ କଥା ହେବା ପାଇଁ ଚାହୁଁଛି। କଥା ହେବା ପାଇଁ ସେ କ'ଣ କଲା ନା, ସେ ପେପରଟି, ଯେଉଁ ପେପରଟାରେ ସେ ଚିତ୍ର ଅଙ୍କନ କରୁଥିଲା, ସେ ପେପରଟିକୁ ରାତିରେ ଶୋଇବା ସମୟରେ ତା ତକିଆ ତଳେ ରଖିକି ଶୋଇଲା। ସେ ଭାବିଲା ଯେ ଯଦି ପ୍ରକୃତରେ ଏ ଆଖି ମୋ ସହିତ କଥା ହେବ, ଆଜି ରାତିରେ ସେ ମୋ ସାଙ୍ଗରେ କଥା ହେବ। ସତକୁ ସତ ମହାପ୍ରଭୁ ପରବ୍ରହ୍ମ ଭଗବାନ ଶ୍ରୀ ଜଗନ୍ନାଥ ମହାପ୍ରଭୁ ବିବେକର ସ୍ୱପ୍ନରେ ଆସିଲେ ଆଉ ବିବେକକୁ କହିଲେ ଯେ ମୁଁ ତୋ ପାଖକୁ ଆସିବା ପାଇଁ ଚାହୁଁଛି। ତୁ ମୋତେ କେମିତି ଆଣିବୁ ସେଇଟା ତୋର ଚିନ୍ତା, କିନ୍ତୁ ମୁଁ ତୋ ପାଖକୁ ଆସିବି ଯଦି ଆଉ ତୋ ପାଖ ଛାଡ଼ିବି ନାହିଁ। ଏଇ କଥା ବିବେକ ଶୁଣି ବିବେକର ମନ ବହୁତ ଖୁସି ହେଇଗଲା। ସେ କ'ଣ କରିବ ବୋଲି ଚିନ୍ତା କଲା। ରାତି ପାଇଲା, ବାପାଙ୍କୁ କହିଲା, ବାପା ମୋ ପାଇଁ ଗୋଟେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଗୋଟେ କାଠର ଗୋଟେ ମୂର୍ତ୍ତି ତିଆରି କରିଦିଅ। ଯେହେତୁ ଆଦିବାସୀ ପିଲା, କାଳେ କିଏ କ'ଣ କହିବେ ସମାଜରେ, ତାଙ୍କ ବାପା ଲୁଚି କରି ଗୋଟେ କାଠରେ ଗୋଟେ ଜଗନ୍ନାଥଙ୍କର ବିଗ୍ରହ ତିଆରି କରିଦେଲେ, ଯାହାକି ଅବିକଳ ପତିତ ପାବନ ବିଗ୍ରହ ପରି ଦେଖାଯାଉଥାଏ। ସେଇ ବିଗ୍ରହକୁ ସେ ସଦାସର୍ବଦା ମହାପ୍ରଭୁ ଆସିଛନ୍ତି, ମହାପ୍ରଭୁ ମୋତେ ମୋ ପାଖକୁ ଆସିଛନ୍ତି କହି ବିବେକ ସଦାସର୍ବଦା ତାକୁ ଖୁଆଇବା, ପିଆଇବା, ଗାଧୋଇବା ଏବଂ ତା'ର ସେବା ଶୁଶ୍ରୂଷାରେ ଲାଗିବା ସମୟରେ ଦିନେ ଏମିତି କିଛି 3-4 ବର୍ଷ ବିତି ଯାଇଛି। ତାଙ୍କ ଗାଁରେ ଥିଲା କୃଷ୍ଣ ମନ୍ଦିର, କିନ୍ତୁ ସେଠାରେ ନଥିଲା ଜଗନ୍ନାଥ ମନ୍ଦିର। ତାଙ୍କ ଗାଁରେ ଜଣେ ବ୍ରାହ୍ମଣ ଥିଲେ, ଯିଏକି ଯାହାର ବାରିରେ ଗୋଟେ ଲିମ୍ବ ଗଛ ଥିଲା। ଯେ ଲିମ୍ବ ଗଛ ବହୁତ ପୁରୁଣା ଗଛ। ବିବେକ ଦିନେ ସେଇ ବ୍ରାହ୍ମଣ ଘରକୁ ଯାଇଥାଏ ସେଇ ଲିମ୍ବ ଗଛର କାଠକୁ କାଟିବା ପାଇଁ। କାଠ କାଟିବା ପାଇଁ ଯେତେବେଳେ ଯାଇଛି, ସେ ଲିମ୍ବ ଗଛ ପାଖରେ ଯେତେବେଳେ ପହଞ୍ଚିଛି, ତାକୁ ଏମିତି ବାସ୍ନା ହେଲା ସେ ଲିମ୍ବ ଗଛ ଯେ ସିଏ ଆଉ ସେ ଗଛକୁ ଚଢ଼ି ପାରିଲା ନାହିଁ। କିନ୍ତୁ ମାଲିକକୁ ତ କହିପାରିବନି ଏ କଥା। ମାଲିକକୁ ମିଛ କହିଦେଇକି ଆସିଲା କି ଆଜ୍ଞା, ଆଜି ମୋ ଦେହଟି ଭଲ ଲାଗୁନି, ଆଉ ମୁଁ କାଲି ଆସି ନିଶ୍ଚିତ ଏ ଗଛକୁ କାଟିଦେବି। ଏହା କହି ସେ ଘରକୁ ଚାଲିଯାଇଛି ଏବଂ ରାତିରେ ସେ ସେଇ ଯେଉଁ ତା'ର ପତିତ ପାବନ ବିଗ୍ରହକୁ ପାଖରେ ଧରି ଶୋଇଛି ଏବଂ ତାକୁ କଇଁ କଇଁ କାନ୍ଦିକି କହୁଛି ବିବେକ ଯେ ପ୍ରଭୁ, ଆଜି ମୁଁ ଯାଇଥିଲି ସେ ବ୍ରାହ୍ମଣ ଲୋକଙ୍କ ଘରକୁ, ସେ ଲିମ୍ବ ଗଛ ପାଖକୁ, ଆଉ ଏମିତି ବାସ୍ନା ହେଲା ସେ ଗଛ ପାଖରେ, ମୋତେ ଲାଗିଲା ଯେମିତି ସତରେ ଆପଣଙ୍କର ବାସ୍ନାଟି ଆସୁଛି। ମୁଁ ତ କେବେ ଶ୍ରୀକ୍ଷେତ୍ର ଯାଇନି, କିନ୍ତୁ ଯେଉଁ ମହାପ୍ରସାଦ ମୁଁ ମୋ ସାଙ୍ଗମାନଙ୍କ ପାଖରୁ ହେଉ କିମ୍ବା ଆମ ଗାଁ ଲୋକଙ୍କ ପାଖରୁ ହେଉ ପାଇଛି, ସେ ବାସ୍ନା ଯାହା ସେ ଲିମ୍ବ ଗଛ ପାଖରୁ ସେ ବାସ୍ନା ଆସୁଥିଲା। ଏହାର ଅର୍ଥ କ'ଣ ମହାପ୍ରଭୁ? ରାତିରେ ପୁଣି ମହାପ୍ରଭୁ ତାକୁ ସ୍ୱପ୍ନରେ କହିଲେ, ଆରେ ବିବେକ, ତୁ କ'ଣ ଜାଣିପାରୁନୁ, ମୁଁ ତୁମ ଗାଁରେ ପ୍ରତିଷ୍ଠା ହେବା ପାଇଁ ଚାହୁଁଛି, ଆଉ ତୋରି ମାଧ୍ୟମରେ ମୁଁ ପ୍ରତିଷ୍ଠା ହେବା ପାଇଁ ଚାହୁଁଛି। ମହାପ୍ରଭୁଙ୍କୁ ବିବେକ କହିଲା, ହେ ପ୍ରଭୁ, ମୁଁ ତ ଛୋଟ ପିଲା, ମୋ କଥା ବା କିଏ ରଖିବ? ଆଉ ତୁମେ ଯଦି ମାଧ୍ୟମ ମୋତେ କରୁଛ, ତାହେଲେ ତୁମେ ହିଁ ମୋତେ ସାହାଯ୍ୟ କରିବ। ମହାପ୍ରଭୁ କହିଲେ, ମୋତେ ଯେ କରିଥାଏ ଆସ, ମୁଁ ତା'ର କରେ ସର୍ବନାଶ। ମୋତେ ଯେ କରିଥାଏ ଆସ, ମୁଁ ତା'ର ଦାସ ଅନୁଦାସ। ଯେ ମୋତେ ଆଶ୍ରା କରିଥାଏ, ପ୍ରଥମେ ମୁଁ ତା'ର ସବୁକିଛି ଛଡ଼ାଇ ନେଇ ତାପରେ ମୁଁ ତା'ର ନିଜେ ଦାସାନୁଦାସ ହୋଇଯାଏ। ସେହିପରି ରେ ବିବେକ, ଯଦି ମୁଁ ତୋତେ ମାଧ୍ୟମ କରିବା ପାଇଁ ଚାହୁଁଛି, ତାହେଲେ ତୁ ଚିନ୍ତା କରନି ମୁଁ କେମିତି ସମସ୍ତଙ୍କର ମନକୁ ପରିବର୍ତ୍ତନ କରିବି। କେବଳ ତୋର କର୍ତ୍ତବ୍ୟ ହେଉଛି ତୁ କେବଳ ପ୍ରସ୍ତାବଟି ରଖିବୁ ଯେ ଆମ ଗାଁରେ ଜଗନ୍ନାଥ ମନ୍ଦିରଟିଏ କରାଯାଉ।
ଏହା କହି ଯେତେବେଳେ ମହାପ୍ରଭୁ ସ୍ୱପ୍ନରେ ଅନ୍ତର୍ଧ୍ୟାନ ହେଇଯାଇଛନ୍ତି, ସେଦିନ ରାତିରେ ବିବେକ ଶୋଇଛି। ବିବେକ ସେତେବେଳେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବା ଛାତ୍ର। ସେତେବେଳେ ତାକୁ କିଏ ବା ଛୋଟ ପିଲାଟିର କଥାକୁ ବିଶ୍ୱାସ କରିବ? ସେ ପ୍ରଥମେ ସକାଳୁ ଉଠି ତା ମାଆକୁ କହିଲା। ମା ଯାଇ ତା ପଡ଼ିଶା ଘରେ ଏଇ କଥା ଉଠାଇଲା। ପଡ଼ିଶା ଘର ଲୋକ ତା ପଡ଼ିଶା ଘର ଲୋକଙ୍କ ପାଖରେ କଥା ଉଠାଇଲେ। ଏମିତି ହେଇ 1 ମାସ ବିତିଗଲା। 1 ମାସ ଭିତରେ ଯେତେବେଳେ ଗାଁ ସରପଞ୍ଚ ପାଖରେ ଯାଇ କଥା ପହଞ୍ଚିଲା, ଗାଁ ସରପଞ୍ଚ ବିବେକକୁ ଡାକିଲେ। ବିବେକକୁ କହିଲେ, ଆରେ ତୋତେ କ'ଣ ଜଗନ୍ନାଥ କ'ଣ ସବୁବେଳେ ସ୍ୱପ୍ନ ହେଉଛନ୍ତି? ଆଉ ତୋତେ ଯାହା କହୁଛନ୍ତି କ'ଣ ସବୁକିଛି ସମ୍ଭବ ହେବ? ବିବେକ ମନ ଦୃଢ଼ କରି କହିଲା, ଯଦି ମୋ ମହାପ୍ରଭୁ ସତ୍ୟ, ତାହେଲେ ସେ ଗାଁରେ ନିଶ୍ଚିତ ଭାବରେ ରହିବେ। ଏହା ଧ୍ରୁବ ସତ୍ୟ ହେବ। ମହାପ୍ରଭୁଙ୍କ କଥାକୁ ବିଶ୍ୱାସ ରଖି ବିବେକ ସିନା କହିଦେଲା, କିନ୍ତୁ କିଏ ବା ତାକୁ ସାହାଯ୍ୟ କରିବ? ବ୍ରାହ୍ମଣ ପଇସା ଦେଇଛନ୍ତି, ବରାଦ ଦେଇଛନ୍ତି ଯେ ସେ ଗଛ କାଟିବା ପାଇଁ, କିନ୍ତୁ ବିବେକ ଯାଉନଥାଏ ଗଛଟି କାଟିବା ପାଇଁ। 1 ମାସ ବିତି ଯାଇଛି। ଭିତରେ ବ୍ରାହ୍ମଣ ପୁଣି ଆସିଲେ ତାଙ୍କ ଘରକୁ, ପଇସା ନେଇକି ଆସିଯାଇଛୁ, କିନ୍ତୁ ତୁ ଯାଉନୁ ଗଛ କାଟିବା ପାଇଁ। କିନ୍ତୁ ଯେହେତୁ ତାକୁ ମହାପ୍ରଭୁ ଯେ ନିର୍ଦ୍ଦେଶ ଦେଇଛନ୍ତି ଯେ ସେଇ ଗଛରେ ମହାପ୍ରଭୁଙ୍କର ଦାରୁ ବିଗ୍ରହ ତିଆରି ହେବ, ଆଉ ସେଇ ବିଗ୍ରହ ଦିନେ ତାଙ୍କ ଗାଁର ଜଗନ୍ନାଥ ମନ୍ଦିରରେ ପ୍ରତିଷ୍ଠା ପାଇବ, ସେଥିପାଇଁ ସେ ଅପେକ୍ଷା କରି ରହିଛି କେବେ ଏଇ ଉତ୍ତରର ନିର୍ଯାସ ଆସିବ। ସେଦିନ ଯେତେବେଳେ ବ୍ରାହ୍ମଣ ଆସି ତାଙ୍କ ଘରେ ପାଟିତୁଣ୍ଡ କରିଛନ୍ତି, ବିବେକ ସେ ବ୍ରାହ୍ମଣ ସାଙ୍ଗରେ ଟାଙ୍ଗିଆ ନେଇ ବାହାରିଲା। ମନରେ ପତିତ ପାବନଙ୍କୁ ପ୍ରାର୍ଥନା କରି କହିଲା, ପ୍ରଭୁ, ଯଦି ମୋତେ ସ୍ୱପ୍ନରେ ଦେଖାଦେଲ, ମୋତେ ଯଦି ଏତେ କଥା କହିଲ, ତୁମେ ସମାଧାନର ରାସ୍ତା କିନ୍ତୁ ଏବେ ପର୍ଯ୍ୟନ୍ତ ମୋତେ ଦେଖାଇଲ ନାହିଁ। ଏବେ ସାହୁକାର ଆସିକି ପହଞ୍ଚିଗଲେଣି। ମୁଁ ଏବେ ବାଧ୍ୟ ସେ ଗଛକୁ କାଟିବା ପାଇଁ। ଯେତେବେଳେ ଯାଇ ପହଞ୍ଚିଛନ୍ତି ସେ ଗଛ ପାଖରେ ବିବେକ ଆଉ ସାହୁକାର, ସେ ଗଛରୁ ହଠାତ୍ ଗୋଟେ ନାଗସାପ ଖସିଗଲା ଏବଂ ସେ ସାହୁକାରକୁ ଚୋଟ ମାରିଦେଲା। ସାହୁକାର ବିଷର ଜ୍ୱାଳାରେ ଛଟପଟ ହୋଇ ହୋଇ ସେଠାରେ ମରିଗଲା। ମରିଗଲା ପରେ ଯେହେତୁ ତାଙ୍କ ଘରେ ଅଶୁଦ୍ଧି ହୋଇଗଲା, ବର୍ତ୍ତମାନ ସେ ଜାଗାରେ ଆଉ ଗଛ କଟା ଯାଇପାରିବ ନାହିଁ। ପୁଣି 15 ଦିନ ବିତିଗଲା। 15 ଦିନ ପରେ ତାଙ୍କର ସାହୁକାରର ପୁଅ ଏବଂ ପତ୍ନୀ ଆସିଲେ ଯେ ମୋ ସ୍ୱାମୀ ପଇସା ଦେଇଥିଲେ ଆଉ ସେ ଗଛକୁ କାଟିବା ପାଇଁ। ସେତେବେଳେ କିନ୍ତୁ ବିବେକ ଆଉ ସମ୍ଭାଳି ପାରିଲା ନାହିଁ, ତାଙ୍କ ପତ୍ନୀକୁ ସବୁ ସତ କଥା କହିଦେଲା। ଯେତେବେଳେ ପତ୍ନୀକୁ କହିଲା, ସାହୁକାରଙ୍କ ପତ୍ନୀ ହେଉଛନ୍ତି ଜଣେ ଧର୍ମପରାୟଣ ମହିଳା। ସେ ପ୍ରତିଦିନ ଭଗବାନ କୃଷ୍ଣଙ୍କୁ ସେବା ଅର୍ଚ୍ଚନା କରନ୍ତି, ଭଗବାନ କୃଷ୍ଣଙ୍କର ପାଇଁ ପ୍ରାର୍ଥନା କରନ୍ତି, ତାଙ୍କ ପାଇଁ ପ୍ରସାଦ ବନାନ୍ତି। ଯେତେବେଳେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ସ୍ୱରୂପ ଏଇ ଗଛରେ ତିଆରି ହେବ ବୋଲି ବିବେକ ମୁହଁରୁ ଶୁଣିଲେ, ତାଙ୍କ ମନ ବହୁତ ଖୁସି ହେଇଗଲା। ତା ପାଇଁ କ'ଣ କ'ଣ ଜିନିଷ ଲାଗିବ, କିଏ କ'ଣ ଆସି ସେବା କରିବ, ତା ପାଇଁ ସବୁକିଛି ଜିନିଷର ପ୍ରସ୍ତୁତି ଆରମ୍ଭ କରିଦେଲେ। ପ୍ରସ୍ତୁତି ଆରମ୍ଭ କରିବା ସମୟରେ କହିଲେ, ପ୍ରଥମେ ତ ବ୍ରାହ୍ମଣ ଦରକାର ଗଛକୁ ସଂସ୍କାର କରିବା ପାଇଁ ଏବଂ ଅନେକ ପଇସା ଖର୍ଚ୍ଚ ହେବ। କିନ୍ତୁ ଗାଁ ସରପଞ୍ଚର ସେଥିରେ କୌଣସି ମଧ୍ୟ ସହମତି ନଥିଲା। ଗାଁ ସରପଞ୍ଚକୁ କଥାକୁ ଭ୍ରୂକ୍ଷେପ ନ କରି ସେ ଗାଁର ମହିଳା ଯିଏକି ସାହୁକାରଙ୍କର ପତ୍ନୀ, ତାଙ୍କ ନିଜ ବାରିରେ ସମସ୍ତ ବ୍ୟବସ୍ଥା କରିଦେଲେ। ଯଜ୍ଞ କାର୍ଯ୍ୟ ଆରମ୍ଭ ହେଲା। ବ୍ରହ୍ମପୁରରୁ ବ୍ରାହ୍ମଣମାନେ ଗଲେ, ଯାଇ ସେଠାରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହେଲା ଏବଂ ଗଛକୁ ସଂସ୍କାର କରି ଗଛକୁ ଛେଦନ କରାଗଲା। ଛେଦନ କଲା ପରେ ସେଇ ଗଛକୁ ନେଇ ରଖାଗଲା ବିବେକର ଘରେ, କାରଣ ସେ ଗଛକୁ ଆଉ ବାହାରେ କେଉଁଠି ରଖିବା ପାଇଁ ସରପଞ୍ଚ ପରମିଶନ ଦେଲା ନାହିଁ। ଯେତେବେଳେ ବିବେକ ଘରେ ଯାଇ ରହିଛି, ବିବେକର ପରୀକ୍ଷା ପାଖେଇ ଆସିଥାଏ ଏବଂ ସେ ଆଉ ସେ ଗଛର ସେଇ କାଠ ଗଣ୍ଡିର ଧ୍ୟାନ ନେଇପାରିଲାନି। ସେ ପଢ଼ାପଢ଼ିରେ ବ୍ୟସ୍ତ ରହିଲା। ଏତିକି ଭିତରେ ସେ ଗଛ ଯେହେତୁ କଞ୍ଚା ଗଛ ଥିଲା ଏବଂ ଛାଇରେ ରହିଥିଲା, ସେଥିରେ ଧୀରେ ଧୀରେ ଉଇ ଲାଗିବା ଆରମ୍ଭ ହୋଇଗଲା। ଉଇ ଲାଗିବା ସମୟରେ ତାଙ୍କର ବାପା ଯେତେବେଳେ ବିବେକକୁ କହିଲେ, ରେ ବିବେକ, ତୁ ଏ ଗଛଟାକୁ କାଟିକି ସିନା ନେଇ ଆସିଲୁ ଭଗବାନଙ୍କର ମୂର୍ତ୍ତି ହେବ ବୋଲି, କିନ୍ତୁ ୟାର ଯତ୍ନ କିଏ ନେବ? ଏଥିରେ ତ ଉଇ ଲାଗିଗଲାଣି। ଏ ଗଛରେ ପୁଣି ଉଇ ଲାଗିଛି, ଆଉ ଆକୁ କିଏ ଜଗନ୍ନାଥ ମୂର୍ତ୍ତି କରି ପୂଜା କରିବ? ଏ ଗଛ ଆଉ ହେଇପାରିବ ନାହିଁ। ବିବେକ ପରୀକ୍ଷା ଚାଲିଥିବା ସମୟରେ ମନ ଅସ୍ତବ୍ୟସ୍ତ ହୋଇଗଲା। ପରୀକ୍ଷା ଆଉ 3 ଦିନ ବାକି ଅଛି, ସରିଯିବ। ମହାପ୍ରଭୁଙ୍କୁ ପ୍ରାର୍ଥନା କଲା, ମହାପ୍ରଭୁ, ଏପଟେ ପରୀକ୍ଷାରେ ଧ୍ୟାନ ଦେଇକି ତୁମ ସେବା ଶୁଶ୍ରୂଷା କରିପାରିଲି ନାହିଁ। ତୁମର ଶ୍ରୀଅଙ୍ଗରେ ଆଜି ଉଇ ଲାଗିଯାଇଛି, କିନ୍ତୁ ତୁମେ ଯଦି ଚାହିଁବ, ଏଇ କାଠ ନିଶ୍ଚିତ ଭାବରେ ତୁମର ଦାରବୀ ବିଗ୍ରହ ତନୁ ଧାରଣ କରି ତୁମେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରୂପରେ ଯାଇ ଆମ ଗାଁ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେବ। ମନ୍ଦିର ସିନା ନାହିଁ, କିନ୍ତୁ ତୁମେ ପ୍ରଥମେ ତିଆରି ହେବ, ତୁମର ପୂଜାର୍ଚ୍ଚନା ହେବ ଏବଂ ତୁମେ ବସିଥିବା ଅବସ୍ଥାରେ ତୁମର ମନ୍ଦିର କାର୍ଯ୍ୟ ଆରମ୍ଭ ହୋଇଯିବ। ଏହା ମୋର ବିଶ୍ୱାସ ଅଛି। ଯେତେବେଳେ ବିବେକର ବିଶ୍ୱାସ ଆଉ ମହାପ୍ରଭୁଙ୍କର କଥା ତାର ଦୁଇଟି ଯାକ ସାମଞ୍ଜସ୍ୟ ଖାଇଲା, ବିବେକର ପରୀକ୍ଷା 3 ଦିନ ସରିଲା ପରେ ବିବେକ ସେ କାଠକୁ ନେଇ ଖରାରେ ଶୁଖେଇଛି ଏବଂ ସେ କାଠ ପାଖରେ ଟିକେ ଶୋଇଯାଇଛି। ସତକୁ ସତ ଉଠିଲା ବେଳକୁ ସେ କାଠରେ ଆଉ ଉଇ ନାହିଁ ଏବଂ ଗଛର କାଠର ଖୋଳପ ଛାଡ଼ି ଯାଇଛି ଏବଂ କାଠଟି ପୁରା ଈଷତ୍ ହଳଦିଆ ବର୍ଣ୍ଣର ଦେଖାଯାଉଛି। ହଳଦିଆ ବର୍ଣ୍ଣ ସାଙ୍ଗରେ ମହାପ୍ରଭୁଙ୍କର ଚକ୍ର ଚିହ୍ନ ସେ କାଠରେ ଦେଖାଯାଉଥିଲା।
ଯେତେବେଳେ ସେ ଚକ୍ର ଚିହ୍ନ ଦେଖିଛି ବିବେକ ତା ବାପାକୁ ଡାକି ଆଣିଲା। ବାପା ଦେଖ ଏଇ ଗଛର କାଠରେ ଏମିତି ଚିହ୍ନ ଥିଲା, ତୁମେ ଦେଖିଥିଲ କି? ବାପା କହିଲେ ନା ମୁଁ ଦେଖିନଥିଲି। ଯାହା ହଉ ମହାପ୍ରଭୁ ବୋଧେ ତୋ କଥା ଶୁଣିଲେ, ମହାପ୍ରଭୁଙ୍କର ଇଚ୍ଛା ଅଛି ଏଇ ବିଗ୍ରହ ଏଇ କାଠରେ ନିଶ୍ଚିତ ଭାବରେ ତିଆରି ହେବ। ବିବେକ ମହାନର ବାପା ସେ କାଠରେ ଜଗନ୍ନାଥ ମୂର୍ତ୍ତି ତିଆରି କରିବା ଆରମ୍ଭ କଲେ। ବ୍ରାହ୍ମଣମାନଙ୍କ ପରାମର୍ଶ କ୍ରମେ ସାତ୍ତ୍ୱିକ ଭୋଜନ କଲେ। ସାତ୍ତ୍ୱିକ ଭୋଜନ କରି 14-15 ଦିନ ଭିତରେ ମହାପ୍ରଭୁଙ୍କର ଶ୍ରୀ ବିଗ୍ରହ ନିର୍ମାଣ ହୋଇଗଲା। ଯେତେବେଳେ ନିର୍ମାଣ ସରିଲା, ବର୍ତ୍ତମାନ ଚିନ୍ତା ଆସିଲା ମହାପ୍ରଭୁଙ୍କର ବିଗ୍ରହ ପ୍ରତିଷ୍ଠା କେଉଁଠି ହେବ। ମହାପ୍ରଭୁ ତ କହିଛନ୍ତି ମୁଁ ଏ ଗାଁରେ ରହିବି, ନିଶ୍ଚିତ ଏ ଗାଁରେ ସେବା ପୂଜା ପାଇବି, କିନ୍ତୁ ବର୍ତ୍ତମାନ ସୁଦ୍ଧା ସରପଞ୍ଚର କୌଣସି ସହାୟତା ନାହିଁ। ସରପଞ୍ଚ ଏ କଥାକୁ ବାରଣ କରୁଛି। ଏପଟେ ଗାଁରେ ମହାପ୍ରଭୁଙ୍କର ବିଗ୍ରହ ତିଆରି ହୋଇଗଲାଣି। ବିବେକର ମୁଣ୍ଡରେ ଚଡ଼କ ପଡ଼ିଲା। ସେତେବେଳେ ବିବେକ ଯାଇ ପୁଣି ସେ ବ୍ରାହ୍ମଣଙ୍କର ପତ୍ନୀକୁ, ସାହୁକାରଙ୍କ ପତ୍ନୀକୁ ଯାଇ କହିଲା, ମହାପ୍ରଭୁଙ୍କ ବିଗ୍ରହ ତିଆରି ହୋଇଗଲା, କିନ୍ତୁ କେଉଁଠାରେ ରହି ସେବା ପୂଜା ପାଇବ? ସାହୁକାରଙ୍କ ପତ୍ନୀ କହିଲେ କିଛି ଚିନ୍ତା କରିବା ଦରକାର ନାହିଁ ବିବେକ, ତୁମ ଘରେ ରହି ମହାପ୍ରଭୁ ତୁମ ଘରେ ସେବା ପାଉଥାନ୍ତୁ। ନିଶ୍ଚିତ ଭାବରେ ମହାପ୍ରଭୁଙ୍କ ମନ୍ଦିର ତିଆରି ହେଲା ପରେ ମହାପ୍ରଭୁ ସେଠାକୁ ଆସିବେ। ସେଇଠାରୁ ଦୀର୍ଘ 6 ବର୍ଷ କାଳ ମହାପ୍ରଭୁଙ୍କର ବିଗ୍ରହ ବିବେକ ଘରେ ପୂଜା ପାଇଲା। ବିବେକ ଦ୍ୱାରା ନା ବ୍ରାହ୍ମଣ ଅଛନ୍ତି, ନା ସେବାୟତ ଅଛନ୍ତି, ନା ମହାପ୍ରଭୁଙ୍କର ଛତିଶା ନିଯୋଗ ଅଛନ୍ତି, ନା ମହାପ୍ରଭୁଙ୍କ ପାଖରେ ମହଣ ମହଣ ସୁନା ଅଛି, ନା ମହାପ୍ରଭୁଙ୍କର 60 ଫୁଟ ଭୋଗ ଅଛି। ଆଦିବାସୀ ପରିବାର ଭିତରେ ମହାପ୍ରଭୁଙ୍କ ସେବା ପୂଜା ଚାଲିଥାଏ। ଯେପରି ଶବର ରାଜା ବିଶ୍ୱାବସୁ ପାଖରେ ମହାପ୍ରଭୁ ନୀଳମାଧବ ସେବା ପୂଜା ପାଉଥିଲେ। ଯେତେବେଳେ ମହାପ୍ରଭୁଙ୍କର ଦୟା ବସିଲା, ସେଇଦିନ ମହାପ୍ରଭୁଙ୍କର ଦୟାରୁ ସେଇ ଘର ଉପରେ, ଯେଉଁ ଘରେ ମହାପ୍ରଭୁ ବିଜେ କରିଥିଲେ, ସେଇ ବିବେକ ମହାନର ଘରଟି ଅଚାନକ ବାତ୍ୟାରେ ଭୁଷୁଡ଼ି ପଡ଼ିଲା ଏବଂ ଭୁଷୁଡ଼ି ପଡ଼ିବା ଫଳରେ ସରକାରଙ୍କ ସହାୟତା ଆସିଲା। ସେତେବେଳେ 6 ବର୍ଷ ବିତି ଯାଇଥାଏ। ବିବେକ ମଧ୍ୟ +2 ପାଠ ସାରି ସାରିଥାଏ। ସେତେବେଳକୁ ସେ ଗାଁରେ ଥାଏ, ଗାଁରେ ରହି ମହାପ୍ରଭୁଙ୍କ ସେବା ପୂଜା କରୁଥାଏ। ସରକାରଙ୍କ ସହାୟତା ଯେତେବେଳେ ଆସିଲା, ସରକାରୀ ଲୋକ ଯେତେବେଳେ ଘରକୁ ଆସିଲେ, ତାଙ୍କ ଗାଁକୁ ଆସିଲେ, ବିବେକର ଘରର ମହାପ୍ରଭୁଙ୍କୁ ଦେଖି ତାଙ୍କ ମନରେ ଗୋଟେ ପ୍ରଶ୍ନବାଚୀ ଆସିଲା ଯେ ଏତେ ବଡ଼ ବିଗ୍ରହ ଅଛି ଏ ଘର ଭିତରେ, ଆଉ ମହାପ୍ରଭୁ ଯେମିତିକି ସେମିତି ବସିଛନ୍ତି, କିନ୍ତୁ ଘରଟି ଭୁଷୁଡ଼ି ପଡ଼ିଛି। ସେତେବେଳେ ସେହି ସରକାରୀ ସହାୟତା ମାଧ୍ୟମରେ ଘରଟି କୋଠା ଘରରେ ନିର୍ମାଣ ହୋଇଗଲା। କୋଠା ଘରେ ରହିଲେ କେବଳ ମହାପ୍ରଭୁ। 1 ବଖରିଆ ଘରଟି ତିଆରି ହେଲା, ଯେଉଁ ଘରେ କି ଗୋଟିଏ ବଖରା ଅଛି, ଆଉ ବଖରା ନାହିଁ। ସରକାରଙ୍କ ସହାୟତାରେ କେବଳ ଗୋଟିଏ ବଖରା ପାଇଁ ପଇସା ମିଳିଲା। ଛାତ ପଡ଼ିଗଲା, ଘର କାମ ହୋଇଗଲା, ଘରର ରଙ୍ଗ ହୋଇଗଲା। ବର୍ତ୍ତମାନ ବିବେକ ରହିବ କେଉଁଠି, ବିବେକର ବାପା ରହିବେ କେଉଁଠି, ମା ରହିବେ କେଉଁଠି, ଏବଂ ବିବେକ ଚଳିବା ପାଇଁ ତା ସଂସାର ରଖିବ କେଉଁଠି? ଚିନ୍ତା ତ କେବଳ ବିବେକ କରୁନି, ତା ଚିନ୍ତା ତ ମହାପ୍ରଭୁ ବି କରୁଛନ୍ତି। ଏତିକି ଭିତରେ ବିବେକ ଜଣେ ଯେହେତୁ ମେଧାବୀ ଛାତ୍ର ଥିଲା, ତା ପାଇଁ ସରକାରୀ ସହାୟତା ପୁଣି ଆସିଲା। ତାକୁ ହଷ୍ଟେଲରେ ପାଠ ପଢ଼ିବା ପାଇଁ ସହାୟତା ମିଳିଗଲା ଏବଂ ବିବେକର ବାପାଙ୍କୁ ସେଇ ଘର ପାଖରେ ଆଉ ଗୋଟିଏ ଜାଗା ମିଳିଲା। ସେଇ ଜାଗା ପାଖରେ ବିବେକର ବାପା ଗୋଟିଏ ଘର ତିଆରି କଲେ। ସେଇ ଘରେ ସେମାନେ ରହିଲେ ଏବଂ ମହାପ୍ରଭୁଙ୍କର ସେବା ପୂଜା କଲେ। ବର୍ତ୍ତମାନ ପ୍ରଶ୍ନ ରହିଲା, ମହାପ୍ରଭୁ ସିନା ଆସିଗଲେ, ଛାତ ଘର ହୋଇଗଲା, ବର୍ତ୍ତମାନ ମନ୍ଦିର କେମିତି ହେବ? ସରପଞ୍ଚ ଏବେ ପର୍ଯ୍ୟନ୍ତ ମଧ୍ୟ ସରପଞ୍ଚ ତାକୁ ସହାୟତା କରୁନଥାଏ, ଅନେକ ବିରୋଧ କରୁଥାଏ, କିନ୍ତୁ ସହାୟତା ଥିଲା କେବଳ ସାହୁକାରଙ୍କ ପତ୍ନୀଙ୍କର ଏବଂ ସରକାରଙ୍କର। ଏତିକି ଭିତରେ ଯେତେବେଳେ ବିବେକ ଆସି ଭୁବନେଶ୍ୱରରେ ହଷ୍ଟେଲରେ ରହି ପାଠ ପଢ଼ୁଛି, ସେତେବେଳେ ସରକାରଙ୍କର ତରଫରୁ ଏବଂ ସାହୁକାରଙ୍କ ପତ୍ନୀଙ୍କ ତରଫରୁ କିଛି ଅନୁଦାନ ଯାହା ମିଳିଥିଲା, ସେ ପଇସାରେ ସେଇ ଯେଉଁ କୋଠା ଘରେ ମହାପ୍ରଭୁ ଥିଲେ, ବିବେକ ମୋହନାର ଘର, ସେଇ ଘର ଉପରେ ମନ୍ଦିର ଚୂଳ ପ୍ରତିଷ୍ଠା କରାଯିବ ବୋଲି ସାହୁକାରଙ୍କ ପତ୍ନୀ ନିର୍ଯାସ କଲେ। ଯେତେବେଳେ ନିର୍ଯାସ କରିଛନ୍ତି, ଗଞ୍ଜାମର ପୁଣି ବ୍ରାହ୍ମଣମାନଙ୍କୁ ଡକେଇଲେ। ବୈଦିକ ବ୍ରାହ୍ମଣମାନେ ଆସି ତାଙ୍କୁ ସମସ୍ତ ପ୍ରକାର ସାହାଯ୍ୟ କଲେ। କିପରି ମନ୍ଦିରର ଚୁଳି ତିଆରି ହେବ, କିପରି ମହାପ୍ରଭୁଙ୍କର ପ୍ରତିଷ୍ଠା ହେବ, ସବୁକିଛି ସହାୟତା କଲେ। କିନ୍ତୁ ଧନର ଅଭାବ ଦେଖାଗଲା। ଏବେ ପୁଣି ଚିନ୍ତା ହେଲା ଯେ ଧନର ଅଭାବ ଅଛି, ମହାପ୍ରଭୁଙ୍କ ଚୁଳି ପ୍ରତିଷ୍ଠା ହେବ, ମହାପ୍ରଭୁ ବିଜେ କରିବେ। ଗାଁରେ ଯେଉଁ ଗାଁରେ ମହାପ୍ରଭୁଙ୍କର ବିଗ୍ରହ ଖଣ୍ଡେ ନଥିଲା, ଛୋଟ ପତିତପାବନ ବିଗ୍ରହରୁ ଆଜି ଏତେ ବଡ଼ ମହାପ୍ରଭୁ ବସିଲେଣି, ତାଙ୍କର ଚୁଳି କେମିତି ପ୍ରତିଷ୍ଠା ହେବ, କିପରି ବିବେକ ରହିବ, କିପରି ଏହିସବୁ ଜିନିଷର ସମାଧାନ ହେବ? ଏତିକି ଭିତରେ ବିବେକ ଯେତେବେଳେ ପାଠ ପଢ଼ୁଥାଏ, ପାଠ ପଢ଼ିବା ସମୟରେ ଭୁବନେଶ୍ୱରରେ ସେ ଯେହେତୁ ମେଧାବୀ ଛାତ୍ର ଥିଲା, ତାକୁ ସରକାରଙ୍କର ଅନୁଦାନ କିଛି କିଛି ମିଳୁଥାଏ। ମାସକୁ 25,000 ଟଙ୍କାର ସରକାରୀ ଅନୁଦାନ ତାକୁ ମିଳୁଥିଲା। ସେଇ 25,000 ଟଙ୍କାରୁ ସେ 5,000 ଟଙ୍କା ନିଜ ଖର୍ଚ୍ଚରେ ରଖି 20,000 ଟଙ୍କା ଘରକୁ ପଠାଉଥିଲା ମହାପ୍ରଭୁଙ୍କ ସେବା ପୂଜା ପାଇଁ।
एतिकी भितर महाप्रभुंर मंदिर चूली कार्य संपन्न हो गला। महाप्रभुंर सेवा पूजा विवेक मोहनर बापा महाप्रभु को सेवा पूजा करुँच। आज भी कंधमाल महाप्रभुंर से सुंदर मंदिरटी अच्छी जहाँकि एक बखरिया मंदिर। मंदिर आउ रोषघर ना सिंहासन बोली किसी ना। महाप्रभु गोटे इटार आसन उपर बसी सत किंतु मंदिरटी देखा भली देखा महाप्रभु कृपारू मंदिर कार्य वर्तमान सुरुखुरे चली। आगामी वर्ष महाप्रभुंर स्नान पूर्णिमा को मंदिर प्रतिष्ठा करा जीवो बोली निर्यास हुई महाप्रभुंर कार्य अति सुरुखुरे चली। केवल सहायता विवेक मोहना को जहाँ पैसा मिलूँ से ही सहायता एवं गाँव में से साहूकार पत्नी सहायता। महाप्रभु जदि चाहिए दुब को मध्य दारू करें। महाप्रभु जदि चाहिए गोचर जमी में फसल फल पारे। जो गाँव में आदिवासी अध्युषित अंचल जो गाँव में जी कि जगन्नाथ बोली किसी नथिले, जो गाँव में विवेक मोहन अष्टम श्रेणी में पाठ पढ़ला समय छोट पतित पावन विग्रह आसी पहुँची आज विवेक मोहनार घरे एत बड़ विग्रह 14 इंचर विग्रह आज पूजा पाँच ताहा आश्चर्य मात्र। किंतु केबे भी दिने हेले विवेक मोहना हो किंबा तांका बापा हो महाप्रभु सेवारे खिलाफ करना। आज विवेक मोहना भुवनेश्वर रोची कंधमाल को जीवा आसवा करुच्ची घर को पैसा पठाऊँची एवं महाप्रभुंर सेवा पूजा चली। सतरे केते दिव्य अनुभूति से विवेक मोहनार जीवनटी महाप्रभु केमिति देइचंदी से ही जानती। स्वप्न रे बारंबार आसीचंती, 2 थर नहीं 3 थर नहीं अनेक थर आसीचंती। अनेक प्रश्नर विवेक मोहनार अनेक प्रश्नर समाधान करचंती। महाप्रभु ताको बाट देखे देखे आज विवेक मोहनार चाल छपर घर को महाप्रभु निजर श्री मंदिर रे परिणत करिया पई जाउछंती। से केवल महाप्रभुंर कृपा और कैबल्य। महाप्रभु जहाँ को चाहिए जमीती चाहिए रंकरूप राजा करदेवे एवं राजारू रंक करदेवे। वर्तमान सबुठ आश्चर्यजनक कथा से सरपंचर कौन अवस्था है। गत वर्ष यही फेब्रुआरी मसरे जेतेबेले महाप्रभुंर बारुणी यात्रा चली था भीष्माष्टमी पूर्व दिन महाप्रभुंर जो तिल सप्तमी दिन से सरपंचर एक रोड एक्सीडेंट रे तांकर एक अंग पड़ जाइए से पारालिसिस रे आक्रांत अछंती। तथापि जेतेबेले पारालिसिस रे पड़ीचंती विवेक मोहना को महाप्रभु स्वप्न रे कहिचंती तोर बाधा को मु हटई देइछि। तो बाधा वर्तमान शଯ୍याशायी तू एथर आराम रे मो सेवा पूजा करिपारिबु। तोर मंदिर निश्चित भाव में तू संपन्न करिपारिबु एथिरे तिले मात्र संदेह नहीं। किंतु यही सरपंचर जीवन मु एते शीघ्र नेबी नहीं। तोर मंदिर प्रतिष्ठा तो द्वारा करेबी आउ जो दिन मंदिर प्रतिष्ठा हबो सेही दिन सरपंचर जीवन जीव। एई कथा मध्य महाप्रभु विवेक मोहना को कहिचंती। सत केतेबेले हबो सत कौन हबो सेही महाप्रभु ही जानते। किंतु कंधमाल रे आज भी सही सरपंच शोईचंती शଯ୍याशायी होती। तांकरी आखि आगे विवेक मोहनार घर आज महाप्रभुंर श्रीमंदिर होगा लगी। से आदिवासी अध्युषित अंचल में महाप्रभु सेवा पूजा होती। महाप्रभु पाखे 60 पौड़ी भोग लगी होनी। महाप्रभु पाखे प्रतिनित्य खई कोरा भोग होची। महाप्रभु पाखे प्रतिनित्य उखुड़ा भोग करा जाउची एवं दिन को गोटे थर अन्न भोग करा जाउची। सेतिकिरे महाप्रभु संतुष्ट अछंती एवं मंदिर कार्य आगक नौचंती। अनुदान केउठु आसुची विवेक मोहना जानी नहीं। अनुदान किए दउची से मते जानी नहीं। मंदिर कार्य किपरि होची ताहा मध्य केही जानी पारुनांती। किंतु महाप्रभुंर निर्देश अक्षर अक्षरे पालित होउची। महाप्रभु जिपरि विवेक मोहना को कहिथिले जे मु तो माध्यम रे गाँव को आसीबी आ तोरी माध्यम रे मंदिर प्रतिष्ठा हबा ए गाँव रे मो बसवास करिबी। तार माध्यम केवल तू रहू किंतु मु सब किछि करिबी ताहा ही आज चरितार्थ होउची। एतिकी कही महाप्रभुंर दिव्य अनुभूति को विवेक मोहना माध्यम आम या शिखिले जे महाप्रभु ऊपर जी दृढ़ विश्वास रखी थाए। महाप्रभु स्वप्न रे दर्शन दियंती बोली अनेक लोक प्रश्न करती। महाप्रभु आज स्वप्न रे दर्शन कले कौन सत? निश्चित आज्ञा महाप्रभु जगन्नाथ को जी स्वप्न रे दर्शन करे ताहा केबे भी असत्य नुह। भगवान स्वप्न दर्शन सदा सर्वदा सत्य होता है। भगवान केबे भी मिथ्या नुहंती। भगवान स्वप्न केबे मिथ्या होई न पारे। जहाँ विवेक मोहनार ये अनुभूति आम शिखीचे। आउ गोटे कथा शिखिले जे महाप्रभु जहाँ को
ଯେଉଁ ମାଧ୍ୟମରେ କାର୍ଯ୍ୟ କରିବା ପାଇଁ ଚାହାନ୍ତି ତାହାକୁ ଆମେ ଗ୍ରହଣ କରିବା ଦରକାର। ତାହାର କେବେ କେବେ କୌଣସି ଭକ୍ତର ବାଧା ହେବା କଥା ନୁହଁ। ଯଦି ଆମେ ସାହାଯ୍ୟ କରିପାରିବା ନାହିଁ କେବେ ତା'ର ବାଧା ହେବା କଥା ନୁହଁ। ଯଦି ବାଧା ହେବା ମହାପ୍ରଭୁ ଆମକୁ ତାଙ୍କର ଚକ୍ରରାଜ ସୁଦର୍ଶନ ମାଧ୍ୟମରେ ଆମକୁ ଖଣ୍ଡିତ କରିଦେବେ। ଏହା ହିଁ ବିବେକ ମୋହନ ଆଉ ସରପଞ୍ଚର କାହାଣୀରୁ ଆମେ ଶିଖିଲେ। ଏତିକି ରଖି ମହାପ୍ରଭୁଙ୍କ ଦିବ୍ୟ ଅନୁଭୂତିକୁ ଆଜି ଏଇଠି ବିରାମ ଦେଉଛି। ଜୟ ଜଗନ୍ନାଥ। ଯଦି ଅନୁଭୂତିଟି ଭଲ ଲାଗିଥାଏ, ଯଦି ବିବେକ ମୋହନା ସାଙ୍ଗରେ ଆପଣ ଦେଖା କରିବା ପାଇଁ ଚାହୁଁଛନ୍ତି, ତାହେଲେ ବିବେକ ମୋହନା ବର୍ତ୍ତମାନ କନ୍ଧମାଳରେ ଅଛନ୍ତି। ତାଙ୍କର ମନ୍ଦିର କାମରେ ସେ ବ୍ୟସ୍ତ ଅଛନ୍ତି। କିନ୍ତୁ ଆଜିଠାରୁ ଏଇ ଅକ୍ଷୟ ତୃତୀୟା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସେ କନ୍ଧମାଳରେ ରହିବେ ଏବଂ ଯେଉଁମାନେ ଦର୍ଶନ କରିବା ପାଇଁ ଚାହିଁବେ ସେହି ମହାପ୍ରଭୁଙ୍କୁ ତାଙ୍କ ଜାଗାକୁ ମଧ୍ୟ ଯାଇପାରିବେ ଏବଂ ମହାପ୍ରଭୁଙ୍କୁ ଦର୍ଶନ କରି ଆସିପାରିବେ। ବହୁତ ସୁନ୍ଦର ପତିତ ପାବନ ବିଗ୍ରହଟିଏ ସେଇ ଘରେ ପୂଜା ପାଉଛନ୍ତି। ମହାପ୍ରଭୁଙ୍କୁ ଦର୍ଶନ କରନ୍ତୁ, ମହାପ୍ରଭୁଙ୍କୁ ଭଲ ପାଆନ୍ତୁ ଏବଂ ବିବେକ ମୋହନ ମାଧ୍ୟମରେ ମହାପ୍ରଭୁଙ୍କୁ ପ୍ରାର୍ଥନା କରନ୍ତୁ, ହେ ମହାପ୍ରଭୁ ମୋତେ ଭକ୍ତ କର ବା ନ କର, କିନ୍ତୁ ଭକ୍ତର କେବେ ହେଲେ ଶତ୍ରୁ କର ନାହିଁ। ଭକ୍ତ ପ୍ରତି ସଦାସର୍ବଦା ସମର୍ପିତ କରି ରଖ। ଏତିକି କହି ମହାପ୍ରଭୁଙ୍କ ଶ୍ରୀଚରଣ କମଳରେ ଆଜିର ଅନୁଭୂତିକୁ ବିରାମ ଦେଉଛି। ଯଦି ଅନୁଭୂତିଟି ଭଲ ଲାଗିଥାଏ ତାହେଲେ ଲାଇକ୍ କରିବେ, ସେୟାର କରିବେ ଏବଂ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।